ଏ ସମ୍ପର୍କରେ ଅଭିଯୋଗ ହେବା ପରେ ବାରକୋଟ ଥାନାରେ ଗୋଟେ ଗଣଦୁଷ୍କର୍ମ ସମ୍ପର୍କିତ ଅଭିଯୋଗ ଅନୁସାରେ ଗୋଟେ ଏଫଆଇଆର ଦର୍ଜ କରାଯାଇଛି ଏବଂ ସେଥିରେ ଆମର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି, ସିନିୟର ଅଫିସର ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି ଏବଂ ଯାହା ଯାହା ଆମର ତଦନ୍ତର ଅଗ୍ରଗତି ହେଇସାରିଛି ଅଲରେଡି ଭିକ୍ଟିମଙ୍କର ଯେଉଁ ପୀଡ଼ିତା ଯିଏ ଅଛନ୍ତି ତାଙ୍କର ବୟାନ ରେକର୍ଡ କରାଯାଇଛି, ମାଜିଷ୍ଟ୍ରେଟଙ୍କ ପାଖରେ ମଧ୍ୟ ରେକର୍ଡ ବୟାନ କରାଯାଇଛି, ତାଙ୍କୁ ମେଡିକାଲ ଏକ୍ସାମିନେସନ ପାଇଁ ପଠାଯାଇଛି ଏବଂ ଯାହା ଯାହା ଅନ୍ୟାନ୍ୟ ତାଙ୍କର ପିନ୍ଧିଥିବା ଲୁଗାପଟା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଯାହା ଏଭିଡେନ୍ସ ଅଛି ଫିଜିକାଲ ଏଭିଡେନ୍ସ ମଧ୍ୟ ଗ୍ରହଣ କରାଯାଇଛି ଏବଂ ପୀଡ଼ିତାଙ୍କ ବୟାନ ଏବଂ ଅନ୍ୟ ପାରିପାର୍ଶ୍ୱିକ ପ୍ରମାଣକୁ ଆଧାର କରିକି 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇକି କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ ଜଣେ ଅଭିଯୁକ୍ତ ଅଛନ୍ତି ଯାହାଙ୍କର ଆଇଡେଣ୍ଟିଟି ଏଷ୍ଟାବ୍ଲିଶ କରାଯାଉଛି ଏବଂ ଖୁବ୍ ଶୀଘ୍ର ତାଙ୍କୁ ମଧ୍ୟ ଗିରଫ କରାଯାଇକି କୋର୍ଟ ଚାଲାଣ କରାଯିବ ଏବଂ ଆମେ ତାକୁ ରେଡ୍ ଫ୍ଲାଗ ମଧ୍ୟ ଟ୍ରିଟ୍ କରିଛୁ ଏବଂ ଖୁବ୍ ଶୀଘ୍ର ତାର ଚାର୍ଜସିଟ୍ ଦାଖଲ କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। ସେ ଯେଉଁ ଆମର ଯିଏ ପୀଡ଼ିତା ଯିଏ ସେ ତାଙ୍କ ଘର ପାଖ ଯେଉଁ ଗୋଟେ କ୍ୟାବିନ୍ ଅଛି ସେ ପାଖରେ ପାଖକୁ ଆସିଥିଲେ, ସେ ସମୟରେ ଏଇ ଯେଉଁ ଅଭିଯୁକ୍ତ ମାନେ ତାଙ୍କୁ ସେ କ୍ୟାବିନ୍କୁ ନେଇକି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ସେ କରିଥିଲେ ଏବଂ ତାକୁ ନେଇକି ଆମେ ତଦନ୍ତ କରୁଛୁ ଏବଂ ତଦନ୍ତରେ ବର୍ତ୍ତମାନ ପ୍ରାଇମା ଫେସି ଆପାତ ପ୍ରମାଣ ମିଳିଛି ଅଭିଯୁକ୍ତଙ୍କ ବିରୁଦ୍ଧରେ ଏବଂ ତାକୁ ଆଧାର କରାଯାଇକି କୋର୍ଟ ଚାଲାଣ କରାଯାଇଛି।